ବିଜୁ ବାବୁଙ୍କ ଉପରେ ଆଜି ଯେଉଁ ମୁଲତବୀ ପ୍ରସ୍ତାବ ଆସିଥିଲା ନିଶ୍ଚିତ ଭାବରେ ଆଜି ଯେଉଁମାନେ ଦେଇଥିଲେ ସେମାନେ ହିଁ ନିଜେ ବୁଝିପାରିନାହାନ୍ତି ଯେ ବିଜୁ ବାବୁଙ୍କ ବିଷୟକୁ ନେଇ ସେମାନଙ୍କ ମଧ୍ୟରେ ଯେଉଁ ଚିନ୍ତନ ଅଛି ସେ ଚିନ୍ତନ ଆଜି ବିଧାନସଭାରେ ଆଲୋଚନା ସମୟରେ ସ୍ପଷ୍ଟ ତାର ଚିତ୍ରଣ ପ୍ରତିପାଦିତ ହୋଇଯାଇଛି। ସେମାନେ ବିଜୁ ବାବୁଙ୍କର କୁ କେହି ଅସମ୍ମାନ କରୁନାହାନ୍ତି। ଆଜି ହାସୁରେ ଯାହା ମୁଁ ଦେଖିଲି, ଯାହା ମୁଁ ଶୁଣିଲି, ଅନେକ ଗୁଡ଼ିଏ ତଥ୍ୟ ଯେଉଁ ତଥ୍ୟ କି ବିଜୁ ବାବୁଙ୍କର ଏମାନେ ହିଁ ଲୁଚେଇ ରଖି ଦେଉଛନ୍ତି। ସେଠିରୁ ସ୍ପଷ୍ଟ ଯାଉଛି ଯେ ଯେମିତି ଗତ ନିର୍ବାଚନ ସମୟରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିକୁ ଲୁଚେଇ ରଖୁଥିଲେ ଏବଂ ତାକୁ ପ୍ରତିପାଦିତ କଲେନି, ଏମାନଙ୍କର ରିମୋଟ୍ କଣ୍ଟ୍ରୋଲ ଗୋଟେ ଅନ୍ୟ ଗୋଟେ ଅଛି। ଯେଉଁ ରିମୋଟ୍ କଣ୍ଟ୍ରୋଲ ଧରୁଥିବା ଦୃଷ୍ଟିରୁ ନିଜର ଇତିହାସ ବିଜୁ ଜନତା ଦଳର କର୍ମକର୍ତ୍ତା ଭୁଲି ଯାଉଛନ୍ତି। ମୁଁ ତ କହିବି ଯେ ଏମାନେ ବାଘ କହୁଛନ୍ତି କିନ୍ତୁ ବାଘର ଚରିତ୍ରକୁ ଯଦି ଦେଖିବେ ତାଙ୍କ ପାଖରେ ସେ ତାହା ନାହିଁ। ଯେଉଁମାନେ ମୁଁ ଶୁଣିଛି, ବିଗତ ଦିନରେ ଶୁଣିଛି, ମୁଁ ସ୍ୱର୍ଗତ ଦାମୋଦର ରାଉତଙ୍କୁ ସମ୍ମାନର ସହିତ ମୁଁ କହିବି, ସେ ଯେତିକି ସ୍ପଷ୍ଟ କହୁଥିଲେ ବିଜୁ ବାବୁଙ୍କ ପ୍ରତି ପ୍ରଦୀପ ମହାରଥୀ ସ୍ପଷ୍ଟ ଉଲ୍ଲେଖ କରୁଥିଲେ, ପ୍ରଫୁଲ୍ଲ ଘଡ଼େଇ ଉଲ୍ଲେଖ କରୁଥିଲେ ଯେ ବିଜୁ ବାବୁଙ୍କ କୃତିତ୍ୱ, ବିଜୁ ବାବୁଙ୍କ ଚରିତ୍ର ଏବଂ ବିଜୁ ବାବୁଙ୍କ ଆଦର୍ଶ ପ୍ରତି ଯେଉଁ ପ୍ରକାର ତାଙ୍କର ସମ୍ମାନ ଥିଲା, ଏମାନଙ୍କର ସମ୍ମାନ ନାହିଁ। ଆଜିର ଯେଉଁ ବିଜୁ ଜନତା ଦଳ ଅଛି ଏ ଦଳର ସମ୍ମାନ ନାହିଁ। ତ ସେହି ଦୃଷ୍ଟିରୁ ଏ ସରକାର ବିଜୁ ବାବୁଙ୍କ ପ୍ରତି ଅଧିକ ସମ୍ମାନ ଦେଇଛି। ମୁଁ ଆପଣଙ୍କୁ ଉଦାହରଣ ଦେବା ପାଇଁ ଚାହିଁବି, 11 ମସିହା, 14 ମସିହା, 20 ମସିହା, ଏ ତିନି ମସିହାର ଯଦି ଚିତ୍ରଣ ଦେଖାଯିବ ଯେ ବିଜୁ ବାବୁ ଗୋଟିଏ ଜନତା ମଇଦାନରୁ ସ୍କୁଲ ଗୋଟେ କ୍ୟାମ୍ପସରେ କରୁଥିଲେ। ଜନତା ମଇଦାନରେ କରିବାର ବି ସେ ପ୍ରକାର କାପାସିଟି ମାନେ 2014 ମସିହାରେ ନଥିଲା। ମାନେ ସରକାର ଥିବାର ସତ୍ତ୍ୱେ ବି ତ ବିଜୁ ବାବୁଙ୍କ ପ୍ରତି ସମ୍ମାନ କ'ଣ ଥିଲା? ମୁଁ କହିବା ପାଇଁ ଚାହିଁବି ଯେ 11 ମସିହାରେ ଏ କାର୍ଯ୍ୟକ୍ରମ କେବଳ ଏଇଠି ଥିଲା। ଯେଉଁ ବିଷୟ ନେଇକି ସେମାନେ କହୁଛନ୍ତି, ଏ ସରକାର, ଏ ମୋହନ ମାଝୀ ସରକାର ଏବଂ ଆଜି ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏ ନିଷ୍ପତ୍ତି ଦୁର୍ବାର ନିଷ୍ପତ୍ତି। ବିଜୁ ବାବୁଙ୍କ ବିଷୟରେ ବିଜୁ ବାବୁଙ୍କୁ ସମ୍ମାନ ଦେବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ଯେ ଭବ୍ୟ କାର୍ଯ୍ୟକ୍ରମ କରିବୁ, ଏ ହେଉଛନ୍ତି ଆମର ନେତା ନୁହନ୍ତି, ବିଶ୍ୱର ନେତା। ଏ ପ୍ରକାର ଯେଉଁ ମୋହନ ମାଝୀ ଆଜିକାର ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶ୍ଚିତ ଭାବରେ ଆଜିର ଏ ସରକାର ମୁଖ୍ୟମନ୍ତ୍ରୀ, ଏ ସରକାର ଆଜି ତାଙ୍କର ପ୍ରକୃତ ସ୍ୱରୂପକୁ ସେ ପ୍ରକାର ଦର୍ଜାରେ ରଖିଛି। ସେ ଦୃଷ୍ଟି ନେଇ ଆଜି ଯେଉଁ ମୁଲତବୀ ପ୍ରସ୍ତାବ ଆଣିଥିଲେ, ସେ ମୁଲତବୀ ପ୍ରସ୍ତାବର ଯଥାର୍ଥତା ନାହିଁ। ଦେଖନ୍ତୁ, ଅମିତ ଶାହା 22 ତାରିଖ ଆସିବେ, ନିଶ୍ଚିତ ଭାବରେ ଓଡ଼ିଶା ତ ଅଭିନନ୍ଦନ ଜଣାଇବ। ଆମେ ଅଧିକ ଉତ୍ସାହିତ ହେବୁ। ତାଙ୍କ ଦିଗ୍ଦର୍ଶନରେ ଆଜି ଭାରତର ଏକତା, ଅଖଣ୍ଡତା ଏବଂ ଆମର ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ଉନ୍ନତି ପ୍ରତିପାଦିତ ହେଉଛି, ନିଶ୍ଚିତ ଭାବରେ ଏ ଆମ ପାଇଁ ଅଭିନନ୍ଦନ, ଆମ ପାଇଁ ସୌଭାଗ୍ୟ। ତାଙ୍କର ଆଗମନ ଅନେକ ବିଷୟ ଆଲୋଚନା ହୁଏ। ଯେତେବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତି, ଅମିତ ଶାହା ଆସନ୍ତି, ଅନେକ ବିଷୟରେ ଆଲୋଚନା ହୁଏ। ରାଜନୀତି ବିଷୟ ଆଲୋଚନା ହୁଏ, ସାଂଗଠନିକ ବିଷୟ ଆଲୋଚନା ହୁଏ, ଆଗାମୀ କାର୍ଯ୍ୟକ୍ରମ ବିଷୟ ଆଲୋଚନା ହୁଏ। ଆମେ ନୂଆ ସରକାର ଥିବା ଦୃଷ୍ଟିରୁ, ପ୍ରଥମ ଆସୁଥିବା ଦୃଷ୍ଟିରୁ ଅତି ଆନନ୍ଦର ସହିତ ଏ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ସେ ଆଶା ଆମେ କରିବୁ। ଯେହେତୁ ରାଜ୍ୟ ସଭାପତି ଅଧିକାର ଅଧିକ କେନ୍ଦ୍ର ଅଛି, କେନ୍ଦ୍ରର ଯେଉଁ ସ୍ତରରେ ଅଛନ୍ତି ତାଙ୍କର ନିଷ୍ପତ୍ତି ହିଁ ଅକାଟ୍ୟ ରହିବ। ଆଉ ସେ ନିଷ୍ପତ୍ତି ଅନୁସାରେ ଆମେ ସେଦିନ ଯଦି ହେଲେ ଆହୁରି
अधिक खुशी लगे उपस्थिति जदि राज्यसभा चयन होते अधिक खुशी लगे। भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पाई लाभदायक अमल बढ़ाए रोग कमाए आज ही जमी रे प्रयोग करंतु जोगाजोग पाई 9937054201 नंबर को डायल करंतु। आम सह जोड़ी हेबा पाई आमको लाइक फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।